ବ୍ୟକ୍ତି ମାନସିକ ଅଶାନ୍ତିରେ କାହିଁକି ରହୁଛି? କାରଣ କ'ଣ? ଯେ ପୂର୍ବ କାଳକୁ ଯଦି ଲକ୍ଷ୍ୟ କରିବେ, ସେମାନଙ୍କ ପାଖରେ ସବୁକିଛି ସୁବିଧା ନଥିଲା। ସେ ଏଭଳି ଆଧୁନିକ ଯୁଗରେ ଯେଉଁ ସୁଯୋଗ ସବୁ ମିଳୁଛି, ଆଜିକାଲିର ମଣିଷ ପାଖରେ ହାତ ପାହାନ୍ତରେ ସବୁକିଛି ମିଳିଯାଉଛି, ତାଙ୍କ ପାଖରେ ସେଭଳି ନଥିଲା। କିନ୍ତୁ ସେମାନେ ମାନସିକ ଶାନ୍ତିରେ ରହୁଥିଲେ। କିନ୍ତୁ ଆଜିର ଯୁଗରେ ଯଦି ଦେଖିବାକୁ ଯିବେ, ପ୍ରତ୍ୟେକ ମଣିଷ ପାଖରେ ସବୁକିଛି ଥିଲେ ମଧ୍ୟ ସେ ମାନସିକ ଅଶାନ୍ତିରେ ରହିଛି। କାରଣ କ'ଣ? ନା ମନ ତାର କୁପଥଗାମୀ ହେଇଛି ଏବଂ ବୁଦ୍ଧି ମଧ୍ୟ ତାର କୁବୁଦ୍ଧିରେ ପରିଣତ ହୋଇଛି। କାହିଁକି? ନା ସେ ନିଜକୁ ନିଜେ ଦାୟୀ। ସେଭଳି ସେ ପରିବେଶ ସୃଷ୍ଟି କରିଛି ଯାହାକି ହିଁ ମନ ତାର କୁମନ ବା କୁବୁଦ୍ଧିରେ ହିଁ ପରିଣତ ହୋଇ ବିଭିନ୍ନ ପ୍ରକାର କୁକର୍ମରେ ଜଡ଼ିତ ରହୁଛି। ବୁଦ୍ଧି ମଧ୍ୟ ସେଭଳି ନଷ୍ଟ ହୋଇଯାଇଛି। ଏଇ ଯେତେବେଳେ ମନ ଆଉ ବୁଦ୍ଧି ଦୁଇ ଜଣଙ୍କ ଭିତରେ ଫାଇଟ୍ ଚାଲିବ ବା କଳହ ଚାଲିବ ବା ଯୁଦ୍ଧ ଚାଲିବ, ସେତେବେଳେ ସେହି ସମୟରେ ହିଁ ସେହି ମଣିଷଟି ମାନସିକ ଅଶାନ୍ତିରେ ଛଟପଟ ହେବ ଏବଂ ସମାଜକୁ ମଧ୍ୟ ବହୁତ ପ୍ରକାର ଅସାମାଜିକ କାର୍ଯ୍ୟରେ ବିଭିନ୍ନ ପ୍ରକାର ସମାଜକୁ କ୍ଷତି କରିବା ପାଇଁ ଚେଷ୍ଟା କରିବ। କେତେବେଳେ? ଯେତେବେଳେ ଯେଉଁ ବ୍ୟକ୍ତିର ମନ ଏବଂ ବୁଦ୍ଧି ଦୁଇଟି ଯାକର ଯୁଦ୍ଧ ଚାଲିବ। ଏହି ଯୁଦ୍ଧ ଯଦି ସେ ବ୍ୟକ୍ତି ଚାହେଁ ବନ୍ଦ କରିବାକୁ ଏବଂ ମନକୁ ସୁକର୍ମରେ ଲଗାଇବା ପାଇଁ, ସଦ୍ଭାବରେ ଲଗାଇବା ପାଇଁ, ସୁଚିନ୍ତନରେ ଲଗାଇବା ପାଇଁ ଏବଂ ନିଜର ବୁଦ୍ଧିକୁ ହିଁ ସୁବୁଦ୍ଧିରେ ପରିଣତ କରିବା ପାଇଁ, ତାହେଲେ ସେ କ'ଣ କରିବ? ନା ପ୍ରଥମେ ହିଁ ଆତ୍ମମନ୍ଥନ ସହିତ ପରମାତ୍ମାଙ୍କୁ ହିଁ ସମ୍ମାନ ଦେବ। କାରଣ ଏଇ ଯେଉଁ ଶରୀର ବୃକ୍ଷରେ ପରମା ଆଉ ଜୀବ ଦୁଇଟି ଯାକ ସାଥିରେ ହିଁ ଥାନ୍ତି। ଯେତେବେଳେ ଶରୀର ଭିତରେ ଯେଉଁ ଜୀବ ବା ଜୀବାତ୍ମା କର୍ମ କରେ, ଯଦି ତାହା ପରମାତ୍ମାଙ୍କର ବିରୁଦ୍ଧରେ ହୋଇଥାଏ, ତାହେଲେ ପରମାତ୍ମା ତାକୁ ସଦ୍ବୁଦ୍ଧି ବା ସଦ୍ଜ୍ଞାନ ବା ସତ୍ମନ ଦେଇନଥାନ୍ତି। ତେଣୁ ମନ ଓ ବୁଦ୍ଧି ମଧ୍ୟରେ ଯୁଦ୍ଧ ଚାଲେ। ଆଉ ତାପରେ କ'ଣ ହୁଏ? ନା ସେ ଯୁଦ୍ଧ ହିଁ ଭୀଷଣ ରୂପରେ ନିଏ, ଯାହାକି ସେ ମାନସିକ ଅଶାନ୍ତିରେ ରହେ। ତେଣୁ ଆପଣମାନେ ଚେଷ୍ଟା କରନ୍ତୁ ନିଜର ମନକୁ କ'ଣ କରିବେ? ନା ସତ୍ପଥରେ ଲଗାଇବେ, ସଦ୍ଜ୍ଞାନରେ ଲଗାଇବେ ନିଜର ବୁଦ୍ଧିକୁ, ଏବଂ ମନ ଆଉ ବୁଦ୍ଧି ଯେଉଁ ଯୁଦ୍ଧ ଚାଲିବ ସେଟାକୁ ବନ୍ଦ କରିବା ପାଇଁ। ତେଣୁ ଆପଣ ଜାଣିଲେ, ଯେତେବେଳେ ମନ ଆଉ ବୁଦ୍ଧି ଦୁଇଟି ଯାକ ଯୁଦ୍ଧ ଚାଲିବ, ସେତେବେଳେ ଆପଣଙ୍କର ମାନସିକ ଅଶାନ୍ତି ନିଶ୍ଚିତ ଭାବରେ ହିଁ ଘଟିବ, ତାହାର ତିଳେ ମାତ୍ର ସନ୍ଦେହ ନାହିଁ।